ରୀତିଙ୍କର ଘରେ ପଡ଼ିଲା ମହାବିପଦ। ଶ୍ରୀ ଶ୍ରୀ ଠାକୁର ସ୍ୱପ୍ନରେ କ'ଣ ଦିବ୍ୟ ଆଦେଶ ଦେଲେ। ଭୟଙ୍କର ଝଡ଼ ରାତିରେ ଏକ ଆତଙ୍କଜନକ ଛାୟାମୟ ଆକୃତି। ବନ୍ଦେ ଲୋକତିଲକଂ ସାତତ ବାର୍ତ୍ତା ବିଭୂଷଣଂ ଅମର କୀର୍ତ୍ତିଶ୍ଚାରଣଂ ପ୍ରବୁଦ୍ଧଂ ଲୋକ ଜୀବନଂ ପ୍ରଣୟ ପ୍ରମତ ଜାଗ ଦୀପନଂ ବନ୍ଦେ ଜୀବନ ଜୀବନଂ ସତ୍ପୁରୁଷୋତ୍ତମଂ। ଜୟ ଗୁରୁ। ପ୍ରଥମେ ଆପଣମାନଙ୍କୁ ସମସ୍ତଙ୍କୁ ଆମର ଏହି ଅମୃତବାଣୀ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ ଜଣାଉଛୁ। ଦେଓଘର ଆଶ୍ରମର ଗୋଟିଏ ଘଟଣା। କନ୍ଦରଞ୍ଜନ ସ୍ୱାମୀ ନାମରେ ଜଣେ ସଭାପତି ଋତିକ ଥିଲେ। ତାଙ୍କ ବ୍ୟବହାରରେ ସମସ୍ତେ ଖୁସି। ଶ୍ରଦ୍ଧାରେ ସମସ୍ତେ ତାଙ୍କୁ ସ୍ୱାମୀ ଦା ବୋଲି ଡାକନ୍ତି। ଦିନସାରା ଦୀକ୍ଷା ସଂକ୍ରାନ୍ତରେ ସେ ବ୍ୟସ୍ତ ରୁହନ୍ତି। ସାରାଦିନ ଠାକୁରବାଡ଼ିକୁ ଯିବା ଆସିବା କରନ୍ତି। ସେଦିନ ସକାଳୁ ଆଶ୍ରମ ଯିବାବେଳେ ସ୍ତ୍ରୀ କହିଲେ, ଆଜି କିନ୍ତୁ ଯେମିତି ହେଲେ ଚାଉଳ ଆଣିବ। ଘରେ ଆଦୌ ଚାଉଳ ନାହିଁ। ଆଜି ଚାଉଳ ନ ଆଣିଲେ ରୋଷେଇ ବନ୍ଦ। ସ୍ୱାମୀଦା ଚିନ୍ତାରେ ପଡ଼ିଗଲେ। ଗରିବୀର କଷାଘାତରେ ସେ ଜର୍ଜରିତ। ପକେଟରେ ଗୋଟେ ଟଙ୍କା ବି ନାହିଁ। ଆଉ ଚାଉଳ ଆଣିବେ କେମିତି? ସ୍ତ୍ରୀଙ୍କୁ ହଁ ଆଣିବି କହି ସ୍ୱାମୀଦା ବାହାରିଗଲେ। ଠାକୁରବାଡ଼ି ଯିବା ବାଟରେ ତାଙ୍କର ଜଣେ ସାଙ୍ଗର ଘର ପଡ଼େ। ତାଠାରୁ 50 ଟଙ୍କା ଧାର ନେଇ ଚାଉଳ କିଣିବା ପାଇଁ ରଖିଲେ। ଘରକୁ ଫେରିବା ସମୟରେ ଚାଉଳ କିଣି ନେବେ। ଠାକୁର ବାଡ଼ିରେ ପହଞ୍ଚିଲେ। ନାମ ଧ୍ୟାନ ପୂର୍ବରୁ ପ୍ରଣାମ କରିବା ବେଳେ ଶ୍ରୀ ଶ୍ରୀ ବଡ଼ଦା କହିଲେ, ଯାହା ପାଖରେ ଯାହା ପଇସା ପତ୍ର ଅଛି ମୋତେ ସାହାଯ୍ୟ କର। ମୋର ଗୋଟିଏ ଝିଅର ବାହାଘର। କଥାଟି ହେଲା ଯେ ଆଶ୍ରମର ଗୋଟିଏ ଝିଅର ବାହାଘର ପାଇଁ ଏପରି ଭାବେ ଶ୍ରୀ ଶ୍ରୀ ବଡ଼ଦା ଟଙ୍କା ଯୋଗାଡ଼ କରି ଝିଅଟିର ଦାଦାଙ୍କୁ ଦେବେ। ସ୍ୱାମୀଦା କିଛି ଆଗ ପଛ ଚିନ୍ତା ନ କରି ସେଇ 50 ଟଙ୍କାଟି ବଡ଼ଦାଙ୍କ ହାତକୁ ବଢ଼ାଇ ଦେଲେ। କିନ୍ତୁ ଶ୍ରୀ ଶ୍ରୀ ବଡ଼ଦା କହିଲେ, ଆଉ 50 ଟଙ୍କା ରେଜା ଟଙ୍କା ମୋତେ ଆଣି ଦିଅ। ସଙ୍କଟରେ ପଡ଼ିଗଲେ ସ୍ୱାମୀଦା। ପୁଣି ରେଜା ଟଙ୍କା କେଉଁଠାରୁ ଆଣିବେ? ସଙ୍ଗେ ସଙ୍ଗେ ଟଙ୍କାର ଯୋଗାଡ଼ରେ ବାହାରିଗଲେ ସ୍ୱାମୀଦା। 1 ଟଙ୍କା 2 ଟଙ୍କା କରି ଯୋଗାଡ଼ କରୁ କରୁ ହୋଇଗଲା 50 ଟଙ୍କା। 1 ଟଙ୍କା କମ୍ ନୁହେଁ କି ବେଶୀ ନୁହେଁ। ସେଇ ଟଙ୍କା ନେଇ ଶ୍ରୀ ଶ୍ରୀ ବଡ଼ଦାଙ୍କୁ ନିବେଦନ କଲେ। ବଡ଼ଦା ଖୁବ୍ ଖୁସିରେ ଗ୍ରହଣ କଲେ। ତାପରେ ଆରମ୍ଭ ହେଲା ସମବେତ ନାମ ଧ୍ୟାନ, ବିନତି ପ୍ରାର୍ଥନା। ତାପରେ ଘରକୁ ଫେରିବା ସମୟରେ ସ୍ୱାମୀଦାଙ୍କ ମୁଣ୍ଡରେ ଯେପରି ବଜ୍ର ପଡ଼ିଲା। ପାଖରେ ତ ପଇସା ନାହିଁ, ଚାଉଳ କିପରି କିଣିବେ? ଘରେ ତ ଆଦୌ ଚାଉଳ ନଥିଲା। ପୁଣି ମନେ ମନେ ଭାବିଲେ, ହଁ କିଛି ଅଳ୍ପ ତ ଥିବ ନିଶ୍ଚୟ, କାରଣ ସ୍ତ୍ରୀମାନେ ସେମିତି କୁହନ୍ତି। ଏହିପରି ଭାବି ଭାବି ଯାଇ ଘରେ ପହଞ୍ଚିଲେ। ଗାଧୋଇ ଆସି ସ୍ତ୍ରୀଙ୍କୁ କହିଲେ, ଖାଇବାକୁ ଆଣ। ସ୍ୱାମୀଦା ଖାଇବା ଆରମ୍ଭ କଲେ। କିଛି ଖାଇବା ପରେ ସ୍ତ୍ରୀ କହିଲେ, ତୁମକୁ ଚାଉଳ ଆଣିବା ପାଇଁ କହିଥିଲି, କାହିଁ ଆଣିନାହଁ ତ? କାହିଁ ପଚାରୁନାହଁ ତ ଚାଉଳ କେଉଁଠୁ ଆଣି ରାନ୍ଧିଲି ବୋଲି? ସ୍ୱାମୀଦା କହିଲେ, ଅଳ୍ପ କିଛି ବଞ୍ଚେଇ ରଖିଥିବ ବୋଧେ, ଆଉ ତାକୁ ରାନ୍ଧିଥିବ ଆଉ। ସ୍ତ୍ରୀ କହିଲେ, ନା ନା। ଏହାପରେ ସ୍ତ୍ରୀ ଯାହା କହିଲେ ଶୁଣି ସ୍ତବ୍ଧ ହୋଇଗଲେ ସ୍ୱାମୀଦା। ସତ୍ସଙ୍ଗ ଫିଲାନ୍ଥ୍ରପିର ତତ୍କାଳୀନ କ୍ୟାସିୟର ମୁନି ସେନ। ସେ ଆଜି ରିକ୍ସାରେ ବସ୍ତେ ଚାଉଳ ଆଣି ଆମ ଘରେ ଦେଇଗଲେ। ଏପରି କରିବାର କାରଣ ହେଉଛି, ସେ ଭୋର ବେଳାରେ ସ୍ୱପ୍ନ ଦେଖିଲେ କି ଶ୍ରୀ ଶ୍ରୀ ଠାକୁର ତାଙ୍କୁ କହୁଛନ୍ତି ଯେ ସ୍ୱାମୀର ଘରେ ବସ୍ତେ ଚାଉଳ ନେଇ ଦେଇ ଆସିବୁ। ସେଥିପାଇଁ ସେ ସକାଳୁ ସକାଳୁ ଚାଉଳ ଆଣି ଦେଇଗଲେ। ଶୁଣି ହତବାକ୍ ହୋଇଗଲେ ସ୍ୱାମୀଦା। ହାତ ତାଙ୍କର ଯେପରି ଅଚଳ ହୋଇଗଲା। ସମୟ ଯେପରି ସ୍ତବ୍ଧ ହୋଇଯାଇଛି। ଆଖିରୁ ବହିଯାଉଛି ଧାର ଧାର ଲୁହ। ପିତା ପୁତ୍ର ଲୀଳାର ଆଉ ଗୋଟିଏ ଉଦାହରଣ। ଆଉ ଥରେ ଆଖିରେ ଆଙ୍ଗୁଠି ଗେଞ୍ଜି ଦେଖାଇଦେଲେ ସେ ସବୁବେଳେ ଆମ ସାଥିରେ ହିଁ ଅଛନ୍ତି। ସବୁ ଅବସ୍ଥାରେ ଅଛନ୍ତି। ସେ ପରୀକ୍ଷା ନିଅନ୍ତି, ଦେଖନ୍ତି ଭକ୍ତର ମନର ଭାବ ଛାଡ଼ି ଚାଲି ଯାଉଛି ନା ତାଙ୍କୁ ଦୃଢ଼ ଭାବରେ ଧରୁଛି। ଶ୍ରୀ ଶ୍ରୀ ଠାକୁର ଥରେ ବିରାଜକୃଷ୍ଣ ଭଟ୍ଟାଚାର୍ଯ୍ୟଙ୍କୁ କହିଥିଲେ, ଭାବ ମାନେ ଜାଣିଛ ତ? ଭାବ ମାନେ ହେବା। ହେବାର ପଛରେ ଥାଏ କରିବା, ଅର୍ଥାତ୍ ଇଷ୍ଟଙ୍କ ପାଇଁ କରିବା ଓ ଭଲ ପାଇବା ଯାହାର ଯେତେ ବେଶୀ, ତାର ବିଶ୍ୱାସ ସେତେ ଗଭୀର। ଏଇ ବିରାଜକୃଷ୍ଣ ଭଟ୍ଟାଚାର୍ଯ୍ୟ ଶ୍ରୀ ଶ୍ରୀ ଠାକୁରଙ୍କର ପବିତ୍ର ପାଞ୍ଜାଧାରୀ ରୀତିକ। ଯାଜନ କାର୍ଯ୍ୟରେ ସବୁ ସମୟରେ ସେ ବାହାରେ ବୁଲନ୍ତି। ସହଧର୍ମିଣୀ ସରୋଜିନୀ ଦେବୀ 2 ଝିଅଙ୍କୁ ଧରି ଆଶ୍ରମର ପାଖାପାଖି ଗୋଟିଏ ଘରେ ବାସ କରନ୍ତି। ବହୁତ ଅଭାବ ଅସୁବିଧାରେ ଚଳିବାକୁ ପଡ଼େ ତାଙ୍କୁ।
ବିରାଜଦା ତ ସବୁବେଳେ ବାହାରେ, ଘର କଥା ବୁଝିବାକୁ ତାଙ୍କ ପାଖରେ ସମୟ ନଥାଏ। ଘର ପାଖରେ ଘଞ୍ଚ ଜଙ୍ଗଲ। ସରୋଜିନୀ ଦେବୀ ଦୁଇଟି ଝିଅକୁ ଧରି ପ୍ରାୟ ଅସହାୟ ଅବସ୍ଥାରେ ଦିନ କାଟନ୍ତି। ଅବସ୍ଥା ଏପରି ହେଲା ଯେ କିଛି ଦିନ ଶାଗପତ୍ର ସିଝେଇ ଖାଇବା ପାଇଁ ପଡ଼ିଲା ମା ଝିଅ 3 ଜଣଙ୍କୁ। ପରେ ଏପରି ଅବସ୍ଥା ଆସିଲା ଯେ କିଛି ବି ଖାଇବାକୁ ମିଳିଲା ନାହିଁ। 7 ଦିନ ଧରି ମା ଝିଅ ଉପବାସରେ ରହିଥାନ୍ତି। ପଇସା ଅଭାବରୁ କିରୋସିନି ବି କିଣା ହୋଇପାରୁନି। ସନ୍ଧ୍ୟା ହେବା ମାତ୍ରେ ଘରଦ୍ୱାର ଅନ୍ଧାରରେ ଡୁବିଯାଏ। ନିର୍ଜନ ରାତିରେ ଏଇଟା ସେଇଟା ଗଳ୍ପ କରି ଠାକୁରଙ୍କର କଥା କହି ଝିଅମାନଙ୍କର ମନ ଭୁଲେଇ ଦେବାକୁ ଚେଷ୍ଟା କରନ୍ତି ସରୋଜିନୀ ଦେବୀ। ବଡ଼ ଝିଅଟି ଟିକେ ବଡ଼ ହୋଇଥିବାରୁ ସେ କିଛି ବୁଝେ, କିନ୍ତୁ ଛୋଟ ଝିଅଟି ଭାତ ଖାଇବାକୁ ବହୁତ ଜିଦି କରେ। ଶ୍ରୀ ଶ୍ରୀ ବଡ଼ ମାଙ୍କୁ କହିଲେ ଅବଶ୍ୟ ସେ ଦୋକାନରୁ ବାକି କରି ସଉଦା କରେଇ ଦିଅନ୍ତେ, କିନ୍ତୁ ବାକି କଲେ ସୁଝିବେ କିପରି? କେତେ ଦିନ ବାକି କରି ଚଳିବେ? ସବୁବେଳେ ତ ଏପରି ଅବସ୍ଥା। ଛୋଟ ଝିଅକୁ ଭୁଲେଇବାକୁ ଯାଇ ମା କୁହନ୍ତି, ଆଉ ଅଳ୍ପ ଦିନ ପରେ ପହିଲି ବୈଶାଖ ଆସିବ। ତୋର ବାବା ବହୁତ କିଛି ଜିନିଷ ଆଣିବେ, ସେତେବେଳେ ଆମେ ମଜାରେ ଭାତ ଖାଇବା। ବେଡ଼ି ଉପରେ କୋରଡ଼ା ପରି ତା ପରଦିନ ଆରମ୍ଭ ହୋଇଗଲା କାଳବୈଶାଖୀ ତାଣ୍ଡବ। ଦରଜା ବନ୍ଦ କରି 2 ଝିଅଙ୍କୁ ନେଇ ଟେବୁଲ ତଳେ ଆଶ୍ରୟ ନେଲେ ସରୋଜିନୀ ଦେବୀ। ପବନର ବେଗ ଏତେ ଥିଲା ଯେ ତାଙ୍କର କୁଡ଼ିଆ ଘର ଖଣ୍ଡିକ ଯେପରି ଦୁଲୁକୁଥାଏ। କେତେବେଳେ ଯେ ଭାଙ୍ଗି ପଡ଼ି ତାଙ୍କ ମୁଣ୍ଡ ଉପରେ ଗଳି ପଡ଼ିବ ତା ଠିକ୍ ନାହିଁ। ପାଖରେ ଥିବା ବାଉଁଶ ବୁଦାଟା ରୋଷେଇ ଘର ଉପରେ ଭାଙ୍ଗି ପଡ଼ିବାରୁ ରୋଷେଇ ଘରଟା ଭାଙ୍ଗି ପଡ଼ିଲାଣି। ଅନ୍ୟ କିଛି ଉପାୟ ନ ପାଇ ସରୋଜିନୀ ଦେବୀ ଆକୁଳ ହୋଇ ଠାକୁରଙ୍କୁ ଡାକିବାକୁ ଲାଗିଲେ। କିଏ ବା ଅଛି ତାଙ୍କର? ଝିଅ 2 ଜଣ ଯାକ ଭୟରେ ଯେପରି ନିସ୍ତେଜ ହୋଇ ମାଆକୁ ଜାବୁଡ଼ି ଧରିଥାନ୍ତି। ଏହିପରି ଭାବରେ କଟିଗଲା ଦୀର୍ଘ ସମୟ। ଧୀରେ ଧୀରେ ପବନ ଟିକେ କମିଲା। ହଠାତ୍ ସେହି ଭୟଙ୍କର ଝଡ଼ ରାତିର ଅନ୍ଧକାରକୁ ଭେଦ କରି ଦେଖାଗଲା ଯେପରି କେହି ଜଣେ ଧଳା ପୋଷାକ ପିନ୍ଧି ଦରଜା ପାଖରେ ଛିଡ଼ା ହୋଇଛି। ଭଙ୍ଗା ଦରଜାର ଫାଙ୍କ ଦେଇ ତାର ଶରୀରର ଅନେକ ଅଂଶ ଦିଶି ଯାଉଥାଏ। ମା ଝିଅ ତାହା ଦେଖି ଭୟ ଓ ଆତଙ୍କରେ ଥରହର। ଏଇ ଅନ୍ଧାର ରାତିରେ ପୁଣି ଇଏ କିଏ ହୋଇପାରେ? ଚାରିଆଡ଼େ ଯେପରି ନିସ୍ତବ୍ଧ। ହଠାତ୍ କବାଟକୁ କିଏ ଠକ୍ ଠକ୍ କଲା। ଭୟରେ କମ୍ପିବାକୁ ଲାଗିଲେ ମା ଝିଅ। ଏ ସମୟରେ କିଏ ଆସିଛି? କେହି ଚୋର ବଦମାସ ନୁହେଁ ତ? ସେମାନେ ପୂରାପୂରି ଚୁପଚାପ ନିସ୍ତବ୍ଧ ହୋଇ ବସି ରହିଥାନ୍ତି, ଟିକେ ଶବ୍ଦ ବି କରୁନଥାନ୍ତି। ପୁଣି କବାଟ ଠକ୍ ଠକ୍ ହେଲା। ଦରଜା ପଛପଟୁ ଶୁଭିଲା, ମା ଠାକୁରାଣୀ ଦରଜା ଖୋଲ। ଅନେକ ପ୍ରଶ୍ନ ପଚାରିଲା ପରେ ସରୋଜିନୀ ଦେବୀଙ୍କର ହୃଦବୋଧ ହେଲା ଯେ ଆଗନ୍ତୁକଟି ଖରାପ ଉଦ୍ଦେଶ୍ୟରେ ଆସିନାହାନ୍ତି। ତାପରେ ସେ ଦରଜା ଖୋଲିଲେ। ଚାରିଆଡ଼ ଅନ୍ଧାର। ଆଗନ୍ତୁକଙ୍କର ମୁହଁ ଭଲରେ ଦେଖାଯାଉନି। ମୁଣ୍ଡରେ ଗୋଟିଏ ବିରାଟ ଝୁଡ଼ି ମୁଣ୍ଡେଇଛନ୍ତି। କହିଲେ, ମା ଠାକୁରାଣୀ ଟିକେ ଆଲୁଅ ଦେଖାଅ। ସରୋଜିନୀ ଦେବୀ କହିଲେ, କିରୋସିନି ତ ନାହିଁ, ଆଲୁଅ କ'ଣ ଦେଖେଇବି? ଜିନିଷ ଗୁଡ଼ା ଘରେ ରଖିଦେବା। ସରୋଜିନୀ ଦେବୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ବାବା ତୁମେ କେଉଁଠୁ ଆସିଛ? ଆଉ କ'ଣ ଜିନିଷ ଆଣିଛ? କିଏ ପଠାଇଛନ୍ତି ତୁମକୁ? ମା ଏସବୁ ପଠାଇଛନ୍ତି ବନମାଳୀ ଚୌଧୁରୀଙ୍କ ସ୍ତ୍ରୀ। ତାଙ୍କର ଘରେ ଭୋଜି ଥିଲା। ଝଡ଼ ଯୋଗୁଁ ଭୋଜି ହୋଇପାରିଲା ନାହିଁ। ସେ ଏସବୁ ପଠାଇଛନ୍ତି। କହିଲେ ଯାଅ ବିରାଜଦାଙ୍କ ଘରେ ଦେଇ ଆସିବ। ଏଇ ନିଅ ମା। ଚାଉଳ ଡାଲି ଗୋଟି ଗୋଟି କରି ସବୁ ଝୁଡ଼ିଗୁଡ଼ିକୁ ଘର ଭିତରେ ରଖିଦେଲେ ସେଇ ମଣିଷଟି। ଅନ୍ଧକାର ଭିତରେ ଲୋକଟିର ମୁହଁ ଠିକ୍ ଭାବରେ ଦେଖାଯାଉନଥିଲା। ଶେଷରେ ଲୋକଟି କହିଲେ, ଏଇ ନିଅ ମା, 6ଟା ପଇସା ଦକ୍ଷିଣା। ଆଉ ଯିବାବେଳେ କହିଦେଇ ଗଲେ, ଆଲୁଅ ଜାଳିବ ମା, ଅନ୍ଧକାରରେ କ'ଣ ମଣିଷ ରୁହନ୍ତି? ଏ ହେଉଛନ୍ତି ଆମର ଇଷ୍ଟଗୁରୁ ପରମ ଦୟାଲ। ସେ ଥିଲେ ମଣିଷ କାଙ୍ଗାଳ। ଶ୍ରୀ ଶ୍ରୀ ଠାକୁର କହୁଥିଲେ, ଯେତେବେଳେ ମୋର ସନ୍ତାନମାନେ ମୋତେ ଆକୁଳ ହୋଇ ଡାକନ୍ତି, ସେତେବେଳେ ସେହି ଆକୁଳ ଡାକ ମୋର କାନରେ ଘଣ୍ଟାର ଆଲାର୍ମ ବାଜିଲା ପରି ବାରମ୍ବାର ପ୍ରତିଧ୍ୱନିତ ହୋଇଉଠେ। ତେଣୁ ଆମେ ତାଙ୍କ କଥା ଭାବିବା, ତାଙ୍କର କୁହା ମାନିବା, ଆଉ ଆମ କଥା ଭାବିବେ ସିଏ। ଶ୍ରୀ ଶ୍ରୀ ଠାକୁର ବାଣୀରେ କହିଛନ୍ତି, ଭାବୁଛ ବସି ଚଳିବ କେମିତି? କିଏ ତୁମେ ଭାବିବାକୁ? ଭାବିବାର ଯିଏ ଭାବୁଛନ୍ତି ସିଏ, ଭାବ ତୁମେ ତାଙ୍କୁ। ଆଜିର ଆଲୋଚନାଟିକୁ ଏଠି ରଖୁଛି। ଶେଷରେ ସମସ୍ତଙ୍କର ପଞ୍ଚ ମହାବିଧ ଜୀବନର ମଙ୍ଗଳ କାମନା କରି ରହୁଛି। ଜୟ ଗୁରୁ।